ଗଣମାଧ୍ୟମରେ ଯେତେବେଳେ ଏଇଟା ଚାରିଆଡ଼େ ଭାଇରାଲ ହେଲା ସେଇଟା ବି ମୁଁ ମୋବାଇଲରେ ଦେଖିଲି ଏବଂ ଆମର ଖନ୍ତାପଡ଼ା ଥାନାରେ ମୁଁ ବସିଥିଲି ସନ୍ଧ୍ୟାରେ। ଆମର ସେଠିକାର ଯେ ଆଇଆଇସି ଅଛନ୍ତି ଅନୁରାଗ ମହାନ୍ତି ସାର୍, ସିଏ ବି ମୋତେ ସେଇ ଦେଖେଇଲେ ଯେ ତାଙ୍କର ପୁଲିସ ବିଭାଗର ଗୋଟେ ଗ୍ରୁପ୍ ଅଛି, ସେ ଗ୍ରୁପ୍ରେ ବି ଛଡ଼ା ହେଇଛି ଯେ ତାଙ୍କୁ ଯିଏ ଯେତେ ପାରିବ କୋଅପରେଟ୍ କରିବ। ଆମର ଆନନ୍ଦପୁରର ଯିଏ ସବ୍ କଲେକ୍ଟର ଅଛନ୍ତି ସିଏ ବି ଗୋଟେ ବାଇଟ୍ ଦଉଥିଲେ ଯେ ଆମେ ସରକାର ତରଫରୁ କିଛି ଦେବୁ, ଆଉ ଯେଉଁମାନେ ବି ବଦାନ୍ୟ ବ୍ୟକ୍ତି ଅଛନ୍ତି ସେମାନେ ବି କିଛି ସହଯୋଗରେ ହାତ ବଢ଼ାନ୍ତୁ, ସେ ପିଲାଟା ଭବିଷ୍ୟତ ଗୋଟେ ଡକ୍ଟର ହେଇକି ବାହାରୁ ଗରିବ ଲୋକଙ୍କର ସେବା କରିବ। ଆଉ ସେଇ ଲକ୍ଷ୍ୟକୁ ନେଇକି ମୁଁ କ'ଣ କଲି ନା, ମୁଁ ସେଟଅପ୍ କଲି ମାଇଣ୍ଡ, ମୁଁ ଯାଇକି ଯେହେତୁ ସମୟ ସାପେକ୍ଷ ତାର ଡେଟ୍ଟା ପଳେଇଯିବ, ଯଦି ଆଡ଼ମିସନ୍ଟାର 1 ଇୟର୍ ଗ୍ୟାପ୍ ହେଇଯିବ, ସେଥିପାଇଁ ମୁଁ ସଡନ୍ ପଳେଇ ଆସିଲି। ଏବଂ ମୁଁ ଚାହିଁଥିଲି ବି କ୍ୟାସ୍ ନେଇକି ଆସିଥାନ୍ତି ତ, ବଟ୍ ସେଇଠୁ ଯେହେତୁ ତାଙ୍କ ଘର କେଉଁ ଅଞ୍ଚଳରେ କ'ଣ କଥା ପ୍ଲେସ୍ ଜଣା ନଥିଲା, ସେଥିପାଇଁ କ୍ୟାସ୍ ଆଣିଲିନି, ତାଙ୍କୁ ଚେକ୍ ମାଧ୍ୟମରେ 30,000 ତାର ରିକ୍ୱାରମେଣ୍ଟ ଆଉ ଥିଲା ଆଡ଼ମିସନ୍ ପାଇଁ, ଆଉ 30,000 ସେ ଅନ୍ୟ ଭାଇମାନେ ସହଯୋଗ କରୁଛନ୍ତି। ସେ ଭାଇମାନଙ୍କୁ ମୋର ବହୁତ ବହୁତ ବି ଧନ୍ୟବାଦ, ଯାହା ବି ସେ ଛୋଟ ହଉ କମ୍ ହଉ ଯାହା ହଉ ଦେଇଛନ୍ତି। ଏବଂ ତାଙ୍କର ପିତାଙ୍କର ଯେଉଁ ଯେହେତୁ ସିଏ ଅଛନ୍ତି ବର୍ତ୍ତମାନ କିଡ଼ନୀ ରୋଗରେ ଆକ୍ରାନ୍ତ ଅଛନ୍ତି, ତାଙ୍କୁ ବି 10,000 ଟଙ୍କା ସହଯୋଗ କରିଛି। ଭବିଷ୍ୟତରେ ବି ସେ ଛୁଆର 5 ବର୍ଷ ଯେଉଁ ପଢ଼ା ଅଛି ଏଇଟା MBBS, ମୋର 2ଟା ପୁଅ ବି ପଢ଼ୁଛନ୍ତି, ପୁଅ ଗୋଟେ ଝିଅ ଗୋଟେ ଡକ୍ଟର ପଢ଼ୁଛି, ଗୋଟେ ମାନେ ବିଟେକ୍ କରୁଛି। ତ ମୁଁ ଭାବିଲି ମୋର ଆଉ ଗୋଟେ ପୁଅର ମୁଁ ଜାଣିଲି ଯେ ଗୋଟେ ପୁଅକୁ ସାହାଯ୍ୟ କରିବି, ଆଉ ଏସବୁ ଶ୍ରେୟ ଆପଣମାନଙ୍କୁ ଦେବି, ଯେହେତୁ ଆପଣମାନେ ଏଇଟାକୁ ପ୍ରଚାର ପ୍ରସାର ନ କରିଥିଲେ ଆମେ ଏ ଜାଗାରେ ଆସିକି ପହଞ୍ଚି ପାରିନନ୍ତୁ। ମୁଁ ସେଥିପାଇଁ ଗଣମାଧ୍ୟମ ସବୁ ଭାଇମାନଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ଏବଂ ଧନ୍ୟବାଦ ମୋ ତରଫରୁ, ଯେ ଆପଣ ଏଇଭଳିଆ ମାନେ ଗରିବ ଲୋକଙ୍କର ଦେଖିକି ସେଇମାନେ ଛାଡ଼ନ୍ତୁ। କାହିଁକିନା ମୋର ଲକ୍ଷ୍ୟ ହେଉଛି ସମାଜରେ ଯେଉଁମାନେ ଅବହେଳିତ ହେଇକି ଅଛନ୍ତି, ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ସେମାନଙ୍କୁ ଉଠିବା ଦାୟିତ୍ୱ ହେଉଛି ଆମର। ତେଣୁ ଆମେ ସେ କର୍ତ୍ତବ୍ୟ କରିଚାଲି ଆପଣମାନଙ୍କର ଆଶୀର୍ବାଦ ମୋ ପ୍ରତି ରହୁ। ମୁଁ ସେମିତି ଦେଖେ ନାହିଁ ଯେ ବାଲେଶ୍ୱର ଜିଲ୍ଲାରେ କରିବି, କି ମୁଁ ଚାହୁଁଛି ଓଡ଼ିଶାର କୋଣ ଅନୁକୋଣରେ ମୋ ଦ୍ୱାରା ଯେତିକି ସମ୍ଭବ ହେବ ମୁଁ ସାର୍ ମୁଁ ନିହାତି ଭାବରେ ଗୋଟେ ପ୍ରୋବ୍ଲେମରେ ଥିଲି କି ଆଡ଼ମିସନ୍ କରିବା ପାଇଁ ପଇସା କେଉଁଠୁ ଯୋଗାଡ଼ କରିବି। ତ ଏବେ ମୋ ପାଖରେ ଅନଲାଇନ୍ରେ 30+ ପ୍ରାୟ 30,000 ପ୍ଲସ୍ ପ୍ରାୟ ଲୋକମାନେ ତାଙ୍କ ତରଫରୁ କଣ୍ଟ୍ରିବ୍ୟୁସନ୍ କରିଛନ୍ତି। ସୁଦୂର ବାଲେଶ୍ୱରରୁ ଦିଲ୍ଲୀପ ସାର୍ ଆସିଛନ୍ତି, ସେ ଆମକୁ 40,000 ଟଙ୍କାର ଚେକ୍ ଦେଇଯାଇଛନ୍ତି। ପାଠପଢ଼ା ପାଇଁ ମୋ 30,000 ଟଙ୍କା ଆଉ ବାପାଙ୍କର ଚିକିତ୍ସା ପାଇଁ 10,000 ଟଙ୍କା ଦେଇଯାଇଛନ୍ତି। ତ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ